ରାତିରେ ଶୋଇବା ପୂର୍ବରୁ ଏବଂ ସକାଳେ ଉଠିବା ପରେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ବାଣୀ ଶୁଣିବାକୁ ପଡ଼ିବ। ଏହା ଆପଣଙ୍କ ଜୀବନକୁ ପରିବର୍ତ୍ତନ କରିବ। ଆସନ୍ତୁ ଡେରି ନ କରି ଶ୍ରୀକୃଷ୍ଣଙ୍କ ବାଣୀ ଶୁଣିବେ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ଜଣେ ଅଳସୁଆ ବ୍ୟକ୍ତି କେବେ ସଫଳ ହୋଇପାରିବ ନାହିଁ। ଯିଏ ଜୀବନରେ ଆରାମ କରିବାକୁ ଭଲ ପାଏ ସେ କଠିନ ପରିଶ୍ରମ କରିବାକୁ ପସନ୍ଦ କରେ ନାହିଁ। ଏପରି ବ୍ୟକ୍ତି କିପରି ସଫଳ ହୋଇପାରିବ? ତେଣୁ ଯଦି ଆପଣ କିଛି କରିବାକୁ ଚାହୁଁଛନ୍ତି ତେବେ ଏବେ ହିଁ ଆଳସ୍ୟ ତ୍ୟାଗ କରନ୍ତୁ। କେବେ ବି ଆପଣଙ୍କର କାମକୁ ସ୍ଥଗିତ ରଖନ୍ତୁ ନାହିଁ, କାରଣ ଏପରି ବ୍ୟକ୍ତି ସମୟର ଗୁରୁତ୍ୱ ବୁଝି ନପାରି ଏହାକୁ ନଷ୍ଟ କରେ। ଶେଷରେ ତାଙ୍କ ପାଖରେ କିଛି କରିବା ପାଇଁ ସମୟ ନାହିଁ। ଜୀବନରେ ଜଣେ ବ୍ୟକ୍ତିଙ୍କ ବିଫଳତାର ମୁଖ୍ୟ କାରଣ ହେଉଛି ଆତ୍ମବିଶ୍ୱାସର ଅଭାବ। ଯେଉଁ ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ ଅଛି ସେ ହିଁ ଜୀବନରେ ସଫଳ ହୋଇପାରିବ। ଯେଉଁ ବ୍ୟକ୍ତିଙ୍କ ଆତ୍ମବିଶ୍ୱାସର ଅଭାବ ଅଛି ସେ କେବେ ସଫଳ ହୋଇପାରିବେ ନାହିଁ। ଥରେ ଦୟାଳୁ କର୍ଣ୍ଣ ଭଗବାନ କୃଷ୍ଣଙ୍କୁ ତାଙ୍କର ଦୁଃଖ ଜଣାଇ କହିଲେ, ହେ ପ୍ରଭୁ, ଯେତେବେଳେ ମୁଁ ଜନ୍ମ ହୋଇଥିଲି ମୋ ମାତା ମୋତେ ପରିତ୍ୟାଗ କରିଥିଲେ। ଏଥିରେ ମୋର ଦୋଷ କ'ଣ ଥିଲା? ଦ୍ରୋଣାଚାର୍ଯ୍ୟ ମୋତେ କ୍ଷତ୍ରିୟ ମାନୁନଥିଲେ ବୋଲି ମୋତେ ଶିକ୍ଷା ଦେବାକୁ ମନା କରୁଥିଲେ। ଏଥିରେ ମୋର ଦୋଷ କ'ଣ ଥିଲା? ଏବଂ ମୁଁ ମହାରାଜଙ୍କ ପରିବାରର ଅଂଶ ନଥିବାରୁ ଦ୍ରୌପଦୀଙ୍କ ସ୍ୱୟଂବରରେ ମୋତେ ଅପମାନିତ କରାଯାଇଥିଲା। ପ୍ରତି ଉତ୍ତରରେ ଭଗବାନ କୃଷ୍ଣ କହିଥିଲେ, ହେ କର୍ଣ୍ଣ, ଧ୍ୟାନ ଦେଇ ଶୁଣ। ମୁଁ ଜନ୍ମ ହେବା ସମୟରେ ମୁଁ କାରାଗାରରେ ଥିଲି ଏବଂ ମୁଁ ଜନ୍ମ ହେବା ସମୟରେ ମୃତ୍ୟୁ ମୋ ପାଇଁ ଅପେକ୍ଷା କରିଥିଲା। ମୁଁ ଜନ୍ମ ହୋଇଥିବା ରାତିରେ ମୁଁ ମୋ ପିତାମାତାଙ୍କ ଠାରୁ ଅଲଗା ହୋଇଗଲି। ସେଠାରେ ବଞ୍ଚିବା ପରେ ମୋତେ ଗରିବ ପରିବାର ପାଇଁ ସମସ୍ତ ପ୍ରକାର କାମ କରିବାକୁ ପଡ଼ୁଥିଲା। ମୁଁ ମୋ ହାତରେ ଗୋବର ଉଠାଉଥିଲି। ଯେତେବେଳେ ମୁଁ ଚାଲିପାରୁନଥିଲି ମୋତେ ଜୀବନଘାତକ ଆକ୍ରମଣର ଶିକାର ହେବାକୁ ପଡ଼ୁଥିଲା। ମୋତେ ମାରିବା ପାଇଁ ବାରମ୍ବାର ଚେଷ୍ଟା କରାଯାଇଥିଲା। ମୋର ପିଲାଦିନର ଶିକ୍ଷା ନଥିଲା। କୌଣସି ପ୍ରାସାଦ ନଥିଲା, କୌଣସି ଗୁରୁକୁଳ ନଥିଲା, କୌଣସି ବଡ଼ ସେନା ନଥିଲା। ତଥାପି ମୋ ମାମୁଁ ମୋତେ ତାଙ୍କର ସବୁଠାରୁ ବଡ଼ ଶତ୍ରୁ ବୋଲି ମାନୁଥିଲେ। ମୋ ଜୀବନ ମଧ୍ୟ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ହୋଇଛି। ଜୀବନରେ ତୁମେ କେତେ ଥର ଅପମାନିତ ହୋଇଛ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଗୁରୁତ୍ୱପୂର୍ଣ୍ଣ ହେଉଛି ତୁମେ ସେହି ଅପମାନର କିପରି ପ୍ରତିକ୍ରିୟା ଦିଅ। ତୁମର ପାଖରେ ଏପରି ଜ୍ଞାନ ଅଛି ଯାହାକୁ ତୁମେ ବ୍ୟବହାର କରିପାରିବ ଏବଂ ତୁମେ ଏହି ଚ୍ୟାଲେଞ୍ଜ ଗୁଡ଼ିକୁ କିପରି ପରାସ୍ତ କରି ଆଗକୁ ବଢ଼। ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ଯଦିଓ କେବଳ ପୁସ୍ତକରୁ ଶିଖିପାରିବ ନାହିଁ, ସ୍ୱାର୍ଥପର ଲୋକଙ୍କଠାରୁ ମଧ୍ୟ ତୁମେ ବହୁତ କିଛି ଶିଖିପାରିବ। ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନେ ହିଁ ଭୁଲ କରନ୍ତି। ମୂଲ୍ୟହୀନ ଲୋକଙ୍କ ଜୀବନ ଅନ୍ୟମାନଙ୍କର ଦୋଷ ଖୋଜିବାରେ ବିତିଯାଏ। ସମ୍ମାନ ବ୍ୟକ୍ତିର ନୁହେଁ, ଏହା ଆବଶ୍ୟକତାର ଅଟେ। ଯେତେବେଳେ ଆବଶ୍ୟକତା ଶେଷ ହୁଏ ସମ୍ମାନ ଶେଷ ହୁଏ। କହିବା ଶିଖ, ନଚେତ୍ ତୁମକୁ ସାରା ଜୀବନ ଶୁଣିବାକୁ ପଡ଼ିବ। ଉଡ଼ିବାରେ କିଛି ଭୁଲ ନାହିଁ। ତୁମେ କେବଳ ସେତିକି ଦୂର ପର୍ଯ୍ୟନ୍ତ ଉଡ଼ିବା ଉଚିତ ଯେ ତୁମେ ଭୂମି ଦେଖିପାରିବ। ଯେଉଁମାନେ ତୁମେ ନୀରବ ରହି ମଧ୍ୟ ତୁମକୁ ଶୁଣିପାରନ୍ତି ସେମାନେ ହିଁ ତୁମ ବିଷୟରେ ଚିନ୍ତା କରନ୍ତି। କେବଳ କାମ କରିବା ପାଇଁ ଚିନ୍ତା କରନ୍ତୁ। ଏତେ ନୁହେଁ ଯେ ତୁମର ଜୀବନ ଶେଷ ହୋଇଯିବ। ତୁମେ ଯଥାସମ୍ଭବ ଜ୍ଞାନର ସହିତ ତୁମର କଥା କହିପାର, କିନ୍ତୁ ଶ୍ରୋତା ସେମାନଙ୍କର ନିଜସ୍ୱ କ୍ଷମତା ଏବଂ ଚିନ୍ତାଧାରା ଅନୁସାରେ ସେଗୁଡ଼ିକୁ ବ୍ୟାଖ୍ୟା କରନ୍ତି। ବିଶ୍ୱାସ କର, ଯେଉଁମାନେ ତୁମକୁ ଭୁଲି ଯାଇଛନ୍ତି ସେମାନେ ମଧ୍ୟ ତୁମକୁ ମନେ ରଖିବେ। ତେଣୁ ସେମାନଙ୍କର ଲାଭର ଦିନ ଆସିବାକୁ ଦିଅ। ଜୀବନର କାହାଣୀ ହେଉଛି ତୁମେ ଚାହିଁଥିବା ଭୂମିକା ପାଅ ନାହିଁ। ଜୀବନ ନିଜେ ବଞ୍ଚିଥାଏ। କେବଳ ମୃତ ଶରୀର ଅନ୍ୟମାନଙ୍କ କାନ୍ଧରେ ବୋହିଯାଇଥାଏ। ତୁମର ହସ ତୁମ ମୁହଁରେ ପରମେଶ୍ୱରଙ୍କର ସ୍ୱାକ୍ଷର। ଏହାକୁ ତୁମର ଲୁହ ଦ୍ୱାରା ଧୋଇଦେବାକୁ ଦିଅ ନାହିଁ କିମ୍ବା ତୁମର କ୍ରୋଧ ଦ୍ୱାରା ଲିଭାଇ ଦିଅ ନାହିଁ। ଏହି ଦୁନିଆରେ କେହି ଆମର ବନ୍ଧୁ କିମ୍ବା ଶତ୍ରୁ ଭାବରେ ଆସନ୍ତି ନାହିଁ। ଆମର ଆଚରଣ ଏବଂ ଶବ୍ଦ ଲୋକଙ୍କୁ ଆମର ବନ୍ଧୁ ଏବଂ ଶତ୍ରୁ କରିଥାଏ। ଯେଉଁ ବ୍ୟକ୍ତି ସବୁବେଳେ ନିଜ ଦୁଃଖ ବିଷୟରେ ବିଳାପ କରେ ତାଙ୍କ ଦ୍ୱାରା ପାଖରେ ଠିଆ ହୋଇଥିବା ଖୁସି
ଦୂରେଇ ଯାଏ। ଯାହାର ଆଶା ଅଛି ସେ ଜୀବନର ପ୍ରତ୍ୟେକ ପରୀକ୍ଷାରେ ପାସ୍ କରିଦିଏ। ସମସ୍ତେ ଆପଣଙ୍କର ନିଜର ନୁହନ୍ତି ଏବଂ ଏହା ସତ୍ୟ। ଏହି ଦୁନିଆର ଲୋକମାନେ କେତେ ଅଦ୍ଭୁତ। ସେମାନେ ଖେଳଣା ଛାଡ଼ି ଭାବନା ସହିତ ଖେଳନ୍ତି। ମହାନ ମନ ଧାରଣା ଆଲୋଚନା କରେ ଏବଂ ଛୋଟ ମନ ଲୋକଙ୍କ ବିଷୟରେ ଆଲୋଚନା କରେ। ଏହି 5ଟି ସ୍ଥାନରେ ସର୍ବଦା ନୀରବ ରୁହନ୍ତୁ। ପ୍ରଥମତଃ, ଯେଉଁଠାରେ ଆପଣଙ୍କ କଥାର କୌଣସି ମୂଲ୍ୟ ନାହିଁ। ଦ୍ୱିତୀୟତଃ, ଯେଉଁଠାରେ ଆପଣଙ୍କୁ କହିବା ପାଇଁ ଅନୁତାପ କରିବାକୁ ପଡ଼ିବ ନାହିଁ। ତୃତୀୟତଃ, ଯଦି ଆପଣଙ୍କ କଥା କାହାକୁ ଆଘାତ ଦେଇଛି। ଚତୁର୍ଥ, ଯଦି ଆପଣ ରାଗିଯାଆନ୍ତି, କାରଣ କ୍ରୋଧରେ ଲୋକମାନେ ଚିନ୍ତା ନକରି କିଛି କୁହନ୍ତି। ଏବଂ ପଞ୍ଚମ, ଯେତେବେଳେ କେହି ଆପଣଙ୍କ ଜ୍ଞାନ ଶୁଣନ୍ତି ନାହିଁ। ଯଦି ଆପଣ ଅନ୍ୟର ଦୁଃଖ ଦେଖି କଷ୍ଟ ଅନୁଭବ କରନ୍ତି, ତେବେ ବୁଝନ୍ତୁ ଯେ ଈଶ୍ୱର ଆପଣଙ୍କ ଆତ୍ମାରେ ବାସ କରନ୍ତି, କେବଳ ଶାନ୍ତି ଖୋଜନ୍ତି। ଆବଶ୍ୟକତା କେବେ ପୂରଣ ହୁଏ ନାହିଁ। ଜୀବନ କେବଳ ଇଚ୍ଛା ବିଷୟରେ। କେହି ଦୁଃଖ ଚାହାନ୍ତି ନାହିଁ, କେହି କମ୍ ଚାହାନ୍ତି ନାହିଁ। ଯେଉଁମାନଙ୍କର ଉଦ୍ଦେଶ୍ୟ ସର୍ବଦା ପବିତ୍ର, କେତେକ ସମୟରେ ଲୋକମାନେ ନିଜ ବିରୁଦ୍ଧରେ ହୋଇଯାଆନ୍ତି। ଯିଏ ଆପଣଙ୍କୁ ବିରକ୍ତ କରେ ତାକୁ ଛାଡ଼ିଦିଅ, କାରଣ ବୋଝ ଅପେକ୍ଷା ମନେ ରଖିବା ଭଲ। କେବଳ ସତ୍ୟ ଆପଣଙ୍କୁ ଶେଷ ପର୍ଯ୍ୟନ୍ତ ସମର୍ଥନ କରେ। କୌଣସି ବ୍ୟକ୍ତିଙ୍କର ବର୍ତ୍ତମାନକୁ ଆଧାର କରି ତାଙ୍କ ଭବିଷ୍ୟତକୁ ଉପହାସ କର ନାହିଁ, କାରଣ ସମୟ ଧୀରେ ଧୀରେ କୋଇଲାକୁ ମଧ୍ୟ ହୀରାରେ ପରିଣତ କରିବାର ଶକ୍ତି ରଖେ। ଯେତେବେଳେ ସମୟ ନିଷ୍ପତ୍ତି ନିଏ, ସାକ୍ଷୀଙ୍କ ଆବଶ୍ୟକତା ନାହିଁ। ଜଣେ ବ୍ୟକ୍ତିଙ୍କ କାମ ସମାପ୍ତ କରୁଥିବା ଶବ୍ଦ ହେଉଛି, ମୁଁ କାଲି କରିବି। ତେଣୁ ଅଧିକ କଥାବାର୍ତ୍ତା କରିବା ଭଲ ନୁହେଁ। ଅତ୍ୟଧିକ ଚୁପ୍ ରହିବା ଭଲ ନୁହେଁ। ଯେପରି ଅତ୍ୟଧିକ ବର୍ଷା ହେବା ଭଲ ନୁହେଁ, ସେହିପରି ଅତ୍ୟଧିକ ଧୂଳି ରହିବା ମଧ୍ୟ ଭଲ ନୁହେଁ। ଏହା ବିଚାର କରନ୍ତୁ, ଯଦି ଆମର ଜନ୍ମ ଆମର ଇଚ୍ଛା ଅନୁସାରେ ନୁହେଁ, ତେବେ ଆମର ମୃତ୍ୟୁ ମଧ୍ୟ ଆମ ଇଚ୍ଛା ଅନୁସାରେ ନୁହେଁ। ତେବେ ଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ହେଉଥିବା ସମସ୍ତ ବ୍ୟବସ୍ଥା କିପରି ଆମର ଇଚ୍ଛା ଅନୁସାରେ ହୋଇପାରେ? ଜୀବନର ପ୍ରତ୍ୟେକ ସୁଯୋଗର ସଦୁପଯୋଗ କରନ୍ତୁ, କିନ୍ତୁ କାହାର ବାଧ୍ୟବାଧକତା ନୁହେଁ। ଯଦି ଜୀବନ ଆପଣଙ୍କୁ ସୁଯୋଗ ଦିଏ, ତେବେ ଏହା ଆପଣଙ୍କୁ ବିଶ୍ୱାସଘାତକତା ମଧ୍ୟ କରେ। ଆଜିର ଦୁନିଆରେ ଖୁସି ରହିବାକୁ ହେଲେ ଆପଣଙ୍କୁ ସ୍ୱାର୍ଥପର ହେବାକୁ ପଡ଼ିବ। ଏହା ଆମର ଦୋଷ ନୁହେଁ, ବରଂ ଏହି ଯୁଗର ପ୍ରକୃତ ବାସ୍ତବତା। ଯେଉଁମାନେ ଆମର ଭାବନାକୁ ପ୍ରଶଂସା କରିପାରିବେ ନାହିଁ, ସେମାନଙ୍କ ଉପରେ ଆକର୍ଷିତ ହେବା ପ୍ରେମ ନୁହେଁ, ଏହା ମୂର୍ଖତା। ଯଦି ପବନ ପାଗକୁ ବଦଳାଇ ପାରେ, ତେବେ ପ୍ରାର୍ଥନା ନିଶ୍ଚିତ ଭାବରେ ଏକ କଷ୍ଟକର ମୁହୂର୍ତ୍ତକୁ ବଦଳାଇ ପାରେ। ଆପଣଙ୍କ ହୃଦୟରେ କ'ଣ ଅଛି ତାହା କହିବାର ସାହସ ରଖନ୍ତୁ ଏବଂ ଅନ୍ୟର ହୃଦୟରେ କ'ଣ ଅଛି ତାହା ବୁଝିବା ପାଇଁ ଜ୍ଞାନ ରଖନ୍ତୁ। ସମ୍ପର୍କ କେବେ ଭାଙ୍ଗିବ ନାହିଁ। ସମର୍ପଣ, ଧୈର୍ଯ୍ୟ, ସାହସ ଏବଂ ସକାରାତ୍ମକ ଚିନ୍ତାଧାରା ସହିତ ଜଣେ ବ୍ୟକ୍ତି ସବୁଠାରୁ କଷ୍ଟକର ପରିସ୍ଥିତିକୁ ମଧ୍ୟ ସଫଳତାର ସହିତ ପରାସ୍ତ କରିପାରିବ। ଏହା ନିଶ୍ଚିତ ଯେ ଆପଣ ଆରମ୍ଭ ନ କଲେ ଆପଣ କୌଣସି କାର୍ଯ୍ୟ ସମାପ୍ତ କରିପାରିବେ ନାହିଁ। ଯେକୌଣସି କାର୍ଯ୍ୟର ସବୁଠାରୁ କଷ୍ଟକର ଅଂଶ ହେଉଛି ଆରମ୍ଭ କରିବା। କେବେ ବି ହାର ମାନନ୍ତୁ ନାହିଁ। ଆଜି କଷ୍ଟକର, କାଲି ଭଲ ହେବ, କିନ୍ତୁ ପରଦିନ ସୁନା ହେବ। ଯଦି ଜଣେ ବ୍ୟକ୍ତିର କିଛି କରିବାର ଇଚ୍ଛା ଅଛି, ତେବେ ଏହି ଦୁନିଆରେ କିଛି ଅସମ୍ଭବ ନୁହେଁ। ଯେତେବେଳେ ଅନ୍ୟମାନଙ୍କୁ ବୁଝିବା କଷ୍ଟକର, ସେତେବେଳେ ନିଜକୁ ବୁଝାଇବା ଭଲ। ଶରୀର ମାଟିରେ ତିଆରି। ସବୁକିଛି ନିଶ୍ୱାସରୁ ଉଦ୍ଧାର ନିଆଯାଇଛି। ଗର୍ବ ମଧ୍ୟ ଅଛି। ତେବେ ଏହାର ଅର୍ଥ କ'ଣ? ଆମେ ସମସ୍ତେ ଏଠାରେ ଭଡ଼ାଟିଆ। ସମସ୍ୟା ଜୀବନ ଏକ ଅଂଶ। ଯିଏ ନିଜ ସମସ୍ୟା ଉପରେ ପାଦ ଥାପିଥାଏ ସେ ଜିତିଥାଏ ଏବଂ ଯିଏ ସେମାନଙ୍କୁ ନିଜ ସମସ୍ୟାକୁ ହାତକୁ ନେବାକୁ ଦିଏ ସେ ଲୁଟିତ ହୁଏ। ଜୀବନରେ ଅନେକ ଥର ଆମେ ସେହିପରି ବଡ଼ ସମସ୍ୟାକୁ ପରାସ୍ତ କରୁ। ଏପରି ମନେ ରଖନ୍ତୁ ଯେ କେହି ଆମକୁ ସମର୍ଥନ କରୁଛନ୍ତି। ଆମେ ସେହି ଅଦୃଶ୍ୟ ଶକ୍ତିକୁ ଈଶ୍ୱର ବୋଲି ଡାକିଥାଉ। ତେଣୁ ମନେ ରଖନ୍ତୁ, ଯେତେବେଳେ ଦୁନିଆ ଆପଣଙ୍କୁ ପରିତ୍ୟାଗ କରେ, ଈଶ୍ୱର ଆପଣଙ୍କ ହାତ ଧରିଥାନ୍ତି। କ୍ରୋଧର ସାମ୍ନାରେ ବିରାମ ନେବାକୁ ଶିଖନ୍ତୁ ଏବଂ ଭୁଲ ଆଗରେ ମୁଣ୍ଡ ନୁଆଁଇ ପାରିବେ। ଯଦି ଆପଣ ଯାହା ଆପଣଙ୍କ ନିୟନ୍ତ୍ରଣରେ ନାହିଁ ତାହା ସାମ୍ନା କରନ୍ତି, ତେବେ ଜୀବନ ନର୍କ ହୋଇଯିବ। ଆପଣ ଜୀବନରେ ଏକ ବହୁତ କିଛି ଶିଖିଛନ୍ତି। ଯଦି ଆପଣ ଚିନ୍ତା କରନ୍ତି, ତେବେ ଆପଣ ନିଜେ ଆଗକୁ ବଢ଼ିବେ। ଯଦି ଆପଣ ଚିନ୍ତାମୁକ୍ତ ରହିବେ, ତେବେ ଦୁନିଆ ଆଗକୁ ବଢ଼ିବ।
ଆକାଂକ୍ଷାର ଏକ ଅନ୍ୟନ୍ୟ ଆନନ୍ଦ ଅଛି। ଏହା ହେଉଛି ଆପଣଙ୍କୁ ଛାଡ଼ି ଚାଲିଯିବାର ଭୟ ନୁହେଁ। ଆପଣ ନିଜକୁ ଦୁର୍ବଳ ବୋଲି ଭାବିଛନ୍ତି, ନଚେତ୍ ଆପଣ ଯାହା କରିପାରିବେ ତାହା ଅନ୍ୟ କେହି କରିପାରିବେ ନାହିଁ। ଭାଗ୍ୟ କେବଳ କଠିନ ପରିଶ୍ରମ ଦ୍ୱାରା ପରିବର୍ତ୍ତନ ହୁଏ, ବସି ଚିନ୍ତା କରି ନୁହେଁ। ଜୀବନ ବହୁତ ଛୋଟ, ତେଣୁ କାହାକୁ ପିଛା କରିବା ଅପେକ୍ଷା ନିଜ ସ୍ୱପ୍ନ ପୂରଣ କରିବା ବହୁତ ଭଲ। ସଠିକ୍ ରାସ୍ତାରେ ଚାଲିବା ଟିକେ କଷ୍ଟକର, କିନ୍ତୁ କେହି ଆପଣଙ୍କୁ ସେହି ରାସ୍ତାରେ ପକାଇ ପାରିବେ ନାହିଁ। ପିଲାଟି ପଡ଼ିବା ମାତ୍ରେ ଚାଲିବା ଆରମ୍ଭ କରେ। ବୁଡ଼ିଯାଇ ଜଣେ ବ୍ୟକ୍ତି ପହଁରି ଶିଖେ। ଆଘାତ ଭୟରେ କେବେ ପଛକୁ ହଟି ନାହାନ୍ତି, କାରଣ ଆଘାତ ପାଇବା ପରେ ହିଁ ଜଣେ ବ୍ୟକ୍ତି ପରିଚାଳନା କରିବା ଆରମ୍ଭ କରେ। ବିଫଳତା ପାଇଁ ତୁମେ ଲକ୍ଷାଧିକ ଗାଳି ପାଇବ, କିନ୍ତୁ ନିରାଶ ହୁଅ ନାହିଁ, କାରଣ ଏହି ସମୟ ହେଉଛି ଯେତେବେଳେ ତୁମେ ଅନୁଭବ କରିବ ଯେ ଜଣେ ମା ପରେ କେବଳ ସାହସ ଜଣେ ବ୍ୟକ୍ତିଙ୍କୁ ସମର୍ଥନ କରେ, ଯାହା ସେମାନଙ୍କୁ କେବେ ହରାଇବାକୁ ଦିଏ ନାହିଁ। ପ୍ରକୃତି ଆମ ସମସ୍ତଙ୍କୁ ହୀରା ତିଆରି କରିଛି। ଏକମାତ୍ର ସର୍ତ୍ତ ହେଉଛି ଯେ ଯିଏ ପଲିସ୍ କରେ ସେ ହିଁ ଚମକିବ। ସ୍ୱାର୍ଥପର ଲୋକଙ୍କଠାରୁ ବହୁତ କିଛି ଶିଖିବାର ଅଛି। କେବେ ବି ଜଣେ ଅଭାବୀ ବ୍ୟକ୍ତିଙ୍କୁ ତୁମର ଦ୍ୱାରଦେଶରେ ଅପମାନ କର ନାହିଁ, କାରଣ ଭଗବାନ ତାଙ୍କ ହାତ ବଦଳାଇବାକୁ ଅଧିକ ସମୟ ନିଅନ୍ତି ନାହିଁ। ଆଜି ତୁମେ ପଥ ପ୍ରସ୍ତୁତ କରିଛ ଏବଂ କାଲି ତୁମେ ନିଶ୍ଚିତ ଭାବରେ ତୁମ ଲକ୍ଷ୍ୟସ୍ଥଳରେ ପହଞ୍ଚିବ। ଏହି ସାହସିକ ପ୍ରୟାସ ନିଶ୍ଚିତ ଭାବରେ ଗୋଟିଏ ଦିନ ଫଳ ଦେବ। ଏହି ଦୁନିଆରେ କିଛି ସ୍ଥାୟୀ ନୁହେଁ। ସମୟ, ପ୍ରେମ, ଘୃଣା ଏବଂ ସମ୍ପର୍କ କିଛି ବି ନୁହେଁ। ଯଦି କେହି ତୁମକୁ ବୁଝିପାରୁନାହିଁ, ତେବେ ଚିନ୍ତା କର ନାହିଁ, କାରଣ ସମସ୍ତେ ଭଲ ଲୋକ ଏବଂ ଭଲ ପୁସ୍ତକ ଗୁଡ଼ିକୁ ବୁଝିପାରନ୍ତି ନାହିଁ। ବନ୍ଧୁତା ସ୍ୱାର୍ଥପର ନୁହେଁ, ବରଂ ବିଶ୍ୱାସ, ଯେଉଁଠାରେ ସମର୍ଥନ କରିବାର ଦାୟିତ୍ୱ ଅଛି। ଖୁସିରେ ହସ ଏବଂ ମଜାଠାରୁ ଆରମ୍ଭ କରି ପ୍ରତିକୂଳ ପରିସ୍ଥିତିରେ ସମର୍ଥନ କରିବା ପର୍ଯ୍ୟନ୍ତ ଏଠାରେ ସତ୍ୟ ପ୍ରୟାସ କରାଯାଏ, ମିଥ୍ୟା ପ୍ରତିଶ୍ରୁତି ନୁହେଁ। ଯେଉଁ ବ୍ୟକ୍ତି ସତ୍ୟ କୁହନ୍ତି ଏବଂ ସଠିକ୍ ପଥରେ ଚାଲନ୍ତି, ତାଙ୍କୁ ଦୁନିଆ ସବୁବେଳେ ତିକ୍ତ ଭାବରେ ଦେଖେ। ଯଥାସମ୍ଭବ ସେମାନଙ୍କୁ ପ୍ରଶଂସା କରନ୍ତୁ, କିନ୍ତୁ ବହୁତ ଯତ୍ନର ସହିତ ସେମାନଙ୍କୁ ଅପମାନିତ କରନ୍ତୁ। ଭକ୍ତି ଏକ ଛୋଟ ଶବ୍ଦ, କିନ୍ତୁ ଏହା ପ୍ରେମରେ ପଡ଼ିଥିବା ଯେକୌଣସି ବ୍ୟକ୍ତିଙ୍କ ଜୀବନକୁ ପରିବର୍ତ୍ତନ କରିଥାଏ। ଯେତେବେଳେ ସମ୍ପର୍କ ଆପଣଙ୍କୁ କନ୍ଦାଇଥାଏ, ସେମାନଙ୍କୁ ଅଣଦେଖା କରିବାକୁ ଶିଖନ୍ତୁ। ଜୀବନ ବହୁତ ସହଜ ହୋଇଯିବ। ଯେଉଁ ବ୍ୟକ୍ତି ଆଘାତ ଦେବା ପୂର୍ବରୁ ଦୁଃଖ ଅନୁଭବ କରେ, ସେ ଆବଶ୍ୟକତା ଠାରୁ ଅଧିକ କଷ୍ଟ ପାଏ। ବିଫଳତା ଜୀବନର ଏକ ଅଂଶ। ଯଦି ଆପଣ କେବେ ବିଫଳ ହୁଅନ୍ତି ନାହିଁ, ତେବେ ଆପଣ କେବେ ବି ଶିଖିପାରିବେ ନାହିଁ, ଏବଂ ଯଦି ଆପଣ ଶିଖିବେ ନାହିଁ, ତେବେ ଆପଣ ପରିଣାମ ସ୍ୱରୂପ ପରିବର୍ତ୍ତନ କରିପାରିବେ ନାହିଁ, କିମ୍ବା ଆପଣ ଅନେକ ଜିନିଷ ଶିଖିପାରିବେ ନାହିଁ। ସେଥିପାଇଁ ଜୀବନରେ ବିଫଳତା ଏତେ ଗୁରୁତ୍ୱପୂର୍ଣ୍ଣ। ଯିଏ ସମୟ ସହିତ ଲଢ଼ି ନିଜର ଭାଗ୍ୟ ପରିବର୍ତ୍ତନ କରେ, ସେ ପ୍ରକୃତରେ ନିଜର ଭାଗ୍ୟ ପରିବର୍ତ୍ତନ କରିପାରିବ। କାଲି କ'ଣ ହେବ ସେ ବିଷୟରେ କେବେ ଚିନ୍ତା କର ନାହିଁ। କିଏ ଜାଣେ, କାଲି ନିଜେ ତା'ର ଭାଗ୍ୟ ପରିବର୍ତ୍ତନ କରିବ। ସୁଖ ସ୍ୱାଧୀନତା ଉପରେ ନିର୍ଭର କରେ, ଏବଂ ସ୍ୱାଧୀନତା ତୁମେ କେତେ ଅସ୍ଥିର ତାହା ଉପରେ ନିର୍ଭର କରେ। ବିଶ୍ୱାସ ବିନା ଏହି ଦୁନିଆରେ କୌଣସି ସମ୍ପର୍କ ଦୀର୍ଘସ୍ଥାୟୀ ହୋଇପାରିବ ନାହିଁ। ଯଦି କାଲି ଏକ ଭୁଲ ତୁମକୁ ଦୁଃଖ ଦିଏ, ତେବେ ଆଜି ଏହାକୁ ନେଇ ଚିନ୍ତା କରି ନଷ୍ଟ କର ନାହିଁ। ବିଚାର କର ଯେ ଯିଏ ନିଜ ଲକ୍ଷ୍ୟକୁ ଭୁଲି ଯାଇଛି, ସେ ସଫଳତା ପାଇଛି। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ମାନବ ନଷ୍ଟର 5ଟି କାରଣ ହେଉଛି ନିଦ୍ରା, କ୍ରୋଧ, ଭୟ, ଥକ୍କା ଏବଂ କାମ ସ୍ଥଗିତ ରଖିବାର ଅଭ୍ୟାସ। ସଫଳତା ସୁଖର ଚାବିକାଠି ନୁହେଁ, ଖୁସି ସଫଳତାର ଚାବିକାଠି। ଯଦି ତୁମେ କାମକୁ ଭଲ ପାଅ, ତେବେ ତୁମେ ନିଶ୍ଚିତ ଭାବରେ ସଫଳ ହେବ। ଯେଉଁମାନେ ଅନ୍ୟମାନଙ୍କର ମଙ୍ଗଳ କରନ୍ତି, ସେମାନେ ସବୁବେଳେ କଷ୍ଟର ସମ୍ମୁଖୀନ ହୁଅନ୍ତି, କାରଣ ଯେଉଁ ଗଛ ଗୁଡ଼ିକ ସବୁବେଳେ ଫଳ ଦିଏ, ସେମାନଙ୍କୁ ପଥର ଫୋପାଡ଼ି ଦିଆଯାଏ। ସତରେ ଅର୍ଜିତ ଟଙ୍କା ପ୍ରତ୍ୟେକ ପ୍ରକାରରେ ସୁଖ ଆଣେ। ଛଳନା ମାଧ୍ୟମରେ ଅର୍ଜିତ ଟଙ୍କା ସର୍ବଦା ଯନ୍ତ୍ରଣା। ନୀରବତା ଅପେକ୍ଷା ଭଲ ଉତ୍ତର ଆଉ କିଛି ନାହିଁ, ଏବଂ କ୍ଷମାଠାରୁ ବଡ଼ ଦଣ୍ଡ ଆଉ କିଛି ନାହିଁ। ଯେତେବେଳେ କଠିନ ପରିଶ୍ରମ ତୁମର ସ୍ୱପ୍ନ ପୂରଣ କରେ ନାହିଁ, ତୁମର ନୀତି ନୁହେଁ, ତୁମର ପଥ ବଦଳାଅ। ଏପରିକି ଏକ ଗଛ ମଧ୍ୟ ସବୁବେଳେ ତା'ର ପତ୍ର ବଦଳାଏ, ତା'ର ମୂଳ ନୁହେଁ। ଯଦି ତୁମର ଚିନ୍ତାଧାରା
କାହା ସାଥିରେ ଶୁଦ୍ଧ ହେବାକୁ ଆରମ୍ଭ କରେ, ତେବେ ବୁଝ ଯେ ସେହି ବ୍ୟକ୍ତି କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି। ତୁମର କଷ୍ଟକର ସମୟ ହିଁ ତୁମକୁ ଶକ୍ତିଶାଳୀ କରିଥାଏ। ଜଣେ ଜ୍ଞାନୀ ବ୍ୟକ୍ତି ହେଉଛି ଯିଏ ଅନ୍ୟମାନଙ୍କୁ ପର୍ଯ୍ୟବେକ୍ଷଣ କରେ ଏବଂ ସେମାନଙ୍କର ଶକ୍ତି ଶିଖେ। ସେମାନଙ୍କୁ ତୁଳନା କିମ୍ବା ଈର୍ଷା କରେ ନାହିଁ। ଆଜିର ସମୟରେ ଯାହାର ଧନ ଏବଂ ପଦବୀ ଅଛି ସେ ପ୍ରକୃତରେ ପରମେଶ୍ୱର। ଆଜି ଟଙ୍କା ସମ୍ପର୍କର ସମାନାର୍ଥକ ହୋଇଗଲାଣି। ତୁମ ଘରେ ଯେତେ ମଇଳା ଥାଉ ନା କାହିଁକି, ଯଦି ତୁମର ଟଙ୍କା ଅଛି, ତୁମର ଅଜ୍ଞତା, ତୁମର ଖରାପ କାର୍ଯ୍ୟ, ତୁମର ଖରାପ ଆଚରଣ ସବୁକିଛି କ୍ଷମା ହୋଇଯିବ। ଖରାପ ଜିନିଷ ଖରାପ ଲୋକଙ୍କ ସହିତ ଘଟିପାରେ କିମ୍ବା ନ ହୋଇପାରେ, କିନ୍ତୁ ଖରାପ ଜିନିଷ ନିଶ୍ଚିତ ଭାବରେ ଭଲ ଲୋକଙ୍କ ସହିତ ଘଟେ। ଜୀବନରେ କେବେ ବି କାହାକୁ ଏତେ ଗୁରୁତ୍ୱ ଦିଅ ନାହିଁ ଯେ ସେମାନେ ତୁମ ମୁହଁରୁ ହସ ଛଡ଼ାଇ ନିଅନ୍ତି। ତୁମର ସମସ୍ୟା କାହା ସହିତ ସେୟାର କର ନାହିଁ, କାରଣ 80% ଲୋକ ଚିନ୍ତା କରନ୍ତି ନାହିଁ। ବାକି 20% ଖୁସି ହେବେ ଯେ ତୁମର ଏହି ସମସ୍ୟା ଅଛି। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ କିଛି ଲୋକ ନିକଟତର ହେବାରେ ଅଭିନୟ କରନ୍ତି। ସମୟ ଆସିଲେ ସବୁକିଛି ସ୍ପଷ୍ଟ ହୋଇଯାଏ। ସମସ୍ତଙ୍କ ସହିତ ତୁମର ସମସ୍ୟା ସେୟାର କର ନାହିଁ। କେବଳ କେହି ମିଠା କିମ୍ବା ସହାନୁଭୂତିଶୀଳ ହୋଇଥିବାରୁ ଏହାର ଅର୍ଥ ନୁହେଁ ଯେ ସେମାନେ ତୁମର ଶୁଭେଚ୍ଛୁ। ତୁମର କାର୍ଯ୍ୟର ପରିଣାମ ତୁମକୁ ଭୋଗିବାକୁ ପଡ଼ିବ। ଜଣେ ଭଲ ବ୍ୟକ୍ତି ସ୍ୱାର୍ଥପର ନୁହେଁ। ସେମାନେ କେବଳ ସେମାନଙ୍କଠାରୁ ଦୂରେଇ ଯାଆନ୍ତି ଯେଉଁମାନେ ସେମାନଙ୍କୁ ପ୍ରଶଂସା କରନ୍ତି ନାହିଁ। ଯିଏ କାନ୍ଦିବା ସମୟରେ ରାଗରେ ସବୁକିଛି କହିଦିଏ ସେ ସତ୍ୟବାଦୀ, କାରଣ କ୍ରୋଧ ଏବଂ କାନ୍ଦ ଜଣେ ବ୍ୟକ୍ତିକୁ ସତ୍ୟ କହିବାକୁ ବାଧ୍ୟ କରେ। କାହାଠାରୁ ଅଧିକ ଆଶା କର ନାହିଁ, କାରଣ ଆପଣଙ୍କର ଯେତେ ଅଧିକ ଆସକ୍ତି ଥିବ କ୍ଷତ ସେତେ ଗଭୀର ହେବ। କାଚ ଏବଂ ସମ୍ପର୍କ ଉଭୟ ଭଙ୍ଗୁର, କିନ୍ତୁ ଏକମାତ୍ର ପାର୍ଥକ୍ୟ ହେଉଛି କାଚ ଦୁର୍ଘଟଣାବଶତଃ ଭାଙ୍ଗିଯାଏ ଏବଂ ଭୁଲ ବୁଝାମଣା ଯୋଗୁଁ ସମ୍ପର୍କ ଭାଙ୍ଗିଯାଏ। ଦୁଃଖ ବିକ୍ରି ହୋଇପାରିବ ନାହିଁ ଏବଂ ଖୁସି କିଣାଯାଇପାରିବ ନାହିଁ। କେତେକ ସମୟରେ ଯାହାର ଖୁସି ପାଇଁ ଆପଣ କିଛି କରିବେ ସେ ବ୍ୟକ୍ତି ଆପଣଙ୍କୁ କନ୍ଦାଇ ଦିଏ। ତାଙ୍କ ରଙ୍ଗ ଦେଖି ବନ୍ଧୁ ବନାନ୍ତୁ ନାହିଁ। କଳା ଚର୍ମ ଠିକ୍ ଅଛି, କିନ୍ତୁ କଳା ହୃଦୟ ନୁହେଁ। ଜଣେ ବ୍ୟକ୍ତି କେବଳ ସେମାନଙ୍କର ଭୂମିକା ଗ୍ରହଣ କରେ। ତୁମେ କେତେ ଲୋକଙ୍କୁ ବିଶ୍ୱାସ କର ବା ନ କର ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ତୁମେ ନିଜ ଉପରେ ସର୍ବୋଚ୍ଚ ବିଶ୍ୱାସ ରହିବା ଉଚିତ। ଅନ୍ୟମାନଙ୍କ କଥା ଦ୍ୱାରା ପ୍ରଭାବିତ ହୋଇ ତୁମ ମନରେ ଜଣେ ବ୍ୟକ୍ତିଙ୍କର ଏକ ମିଥ୍ୟା ପ୍ରତିଛବି ସୃଷ୍ଟି କରିବା ସବୁଠାରୁ ବଡ଼ ମୂର୍ଖତା। ତୁମର ନିଜ ଉପରେ ସର୍ବୋଚ୍ଚ ବିଶ୍ୱାସ ରହିବା ଉଚିତ। ତୁମେ କିଛି ଲୋକଙ୍କୁ ନିଜର କରିବାକୁ ଯେତେ ଚେଷ୍ଟା କର, ସେମାନେ ପ୍ରମାଣ କରନ୍ତି ଯେ ସେମାନେ କେବେ ଆପଣଙ୍କର ହୋଇପାରିବେ ନାହିଁ। ସମୟ ଥିବା ପର୍ଯ୍ୟନ୍ତ ନିଜକୁ ପରିବର୍ତ୍ତନ କରିବା ସର୍ବୋତ୍ତମ, କାରଣ ଯଦି ସମୟ ପରିବର୍ତ୍ତନ ନ ହୁଏ ତେବେ ଏହା ବହୁତ ଯନ୍ତ୍ରଣାଦାୟକ ହେବ। କିଛି ଲୋକ ନିଜ ଲାଭ ପାଇଁ ସମ୍ପର୍କ ସ୍ଥାପନ କରନ୍ତି, ନିଜ ଲକ୍ଷ୍ୟ ହାସଲ କରନ୍ତି ଏବଂ ତାପରେ ସତ୍ୟ ଲୋକଙ୍କ ହୃଦୟ ଭାଙ୍ଗି ଦିଅନ୍ତି। ସେମାନେ ଭାବନ୍ତି ଯେ ସେମାନଙ୍କ ଠାରୁ ଅଧିକ ଦ୍ରୁତ ଆଉ କେହି ନାହାନ୍ତି, କିନ୍ତୁ ବାସ୍ତବରେ ସେମାନେ ହିଁ ନିଜର ଭାଗ୍ୟ ଗଠନ କରନ୍ତି। ଯଦି ସେମାନେ ଯିବାକୁ ଚାହାନ୍ତି ସେମାନଙ୍କୁ ଛାଡ଼ିଦିଅ, କାହିଁକି ଧରି ରଖ? ପ୍ରେମ ସମ୍ପର୍କରେ ଭଲ ଭିକ୍ଷା କର ନାହିଁ। ସ୍ତ୍ରୀକୁ ଉଡ଼ିବା ପାଇଁ ଡେଣା ଦରକାର ନାହିଁ, ବରଂ ତାଙ୍କ ସ୍ୱାମୀଙ୍କ ସାହାଯ୍ୟ ଏବଂ ସମ୍ପତ୍ତି ଆବଶ୍ୟକ। ଥରେ ଜଣେ ଗରିବ ବ୍ୟକ୍ତି ରାଜାଙ୍କ ରାଜପ୍ରସାଦରେ ମାଳି ଭାବରେ କାମ କରୁଥିଲେ। ସେ ରାଜପ୍ରସାଦ ବଗିଚାରେ ଅନେକ ପ୍ରକାରର ଫଳ ଗଛ ଲଗାଇଥିଲେ। ସେ ପାଚିଲା ଫଳ ଛିଣ୍ଡାଇ ରାଜାଙ୍କୁ ଉପହାର ଦେଉଥିଲେ। ଅନେକ ଥର ରାଜା ଖୁସି ହୋଇ ତାଙ୍କୁ ପୁରସ୍କୃତ କରୁଥିଲେ। ଥରେ ବଗିଚାରେ ଆମ୍ବ, ଅଙ୍ଗୁର ଏବଂ ନଡ଼ିଆ ଫଳ ଫଳିଥିଲା। ମାଳି ଏକ ଟୋକେଇ ଧରି ବଗିଚାରେ ପହଞ୍ଚି ରାଜାଙ୍କ ପାଇଁ କେଉଁ କେଉଁ ଫଳ ନେବେ ସେ ବିଷୟରେ ଚିନ୍ତା କରିବାକୁ ଲାଗିଲେ। କିଛି ସମୟ ଚିନ୍ତା କରିବା ପରେ ସେ ଅଙ୍ଗୁର ଛିଣ୍ଡାଇ ଟୋକେଇ ପୂରଣ କରି ରାଜାଙ୍କ ନିକଟକୁ ଆଣିଲେ। ରାଜା ସେତେବେଳେ କିଛିଟା ଚିନ୍ତିତ ଥିଲେ। ସେ ଜଣେ ଗୁପ୍ତଚରଙ୍କଠାରୁ ସୂଚନା ପାଇଥିଲେ ଯେ ସେ ପଡ଼ୋଶୀ ରାଜ୍ୟର ରାଜା ତାଙ୍କ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ଏହି ବିଷୟରେ ଗଭୀର ଚିନ୍ତାରେ ହଜିଗଲେ।
ଠିକ୍ ସେହି ସମୟରେ ମାଳି ତାଙ୍କ ପାଖକୁ ଆସିଲେ। ଚୁପଚାପ ତାଙ୍କ ସମ୍ମୁଖରେ ଟୋକେଇ ରଖିଲେ ଏବଂ କିଛି ଦୂରରେ ବସିଲେ। ରାଜା ମଇଦା ଦଳୁଥିବା ବେଳେ ସେ ଟୋକେଇରୁ ଅଙ୍ଗୁର ତୋଳି ଖାଇବା ଆରମ୍ଭ କଲେ। ସେ ଅଧା ଖାଇଲେ ଏବଂ ଅନ୍ୟ ଅଧା ଫୋପାଡ଼ି ଦେଲେ, ଯାହା ମାଳି ଉପରେ ପଡ଼ିଲା। ମାଲିକଙ୍କ ଉପରେ ଏକ ଅଙ୍ଗୁର ବାଜିବା ମାତ୍ରେ ସେ କହୁଥିଲେ, ଭଗବାନ ଆପଣ ବହୁତ ଦୟାଳୁ। ଚିନ୍ତାରେ ହଜିଯାଇ ରାଜା ଜାଣିପାରିଲେ ନାହିଁ ଯେ ସେ ମାଳି ଉପରେ ଅଙ୍ଗୁର ଫୋପାଡ଼ି ଦେଉଛନ୍ତି। ପୁଣି ଥରେ ସେହି ମାଲିକଙ୍କ ଉପରେ ଅଙ୍ଗୁର ଫୋପାଡ଼ିଲେ ଏବଂ ମାଳି ପୁଣି କହିଲେ, ଭଗବାନ ଆପଣ ବହୁତ ଦୟାଳୁ। ଏଥର ରାଜାଙ୍କ ଧ୍ୟାନ ମାଳି ଆଡ଼କୁ ଗଲା। ସେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁଲେ ଏବଂ ପଚାରିଲେ, ମାଳି, ମୁଁ ତୁମ ଉପରେ ପଚା ଫଳ ଫୋପାଡ଼ି ଦେଉଛି ଏବଂ ତୁମେ କହୁଛ ଭଗବାନ ଆପଣ ବହୁତ ଦୟାଳୁ। ଏହା କି ପ୍ରକାର ଦୟା? ମାଳି ଉତ୍ତର ଦେଲେ, ମହାରାଜ, ଆଜି ବଗିଚାରେ 3 ପ୍ରକାରର ଫଳ ଥିଲା, ଅଙ୍ଗୁର ଏବଂ ନଡ଼ିଆ। ମୁଁ ଆପଣଙ୍କ ପାଇଁ କେଉଁ ଫଳ ଆଣିବି ସେ ବିଷୟରେ ଭାବୁଛି। ପରମେଶ୍ୱରଙ୍କ କୃପାରୁ ମୁଁ ଆପଣଙ୍କ ପାଇଁ ଅଙ୍ଗୁର ଆଣିବି ବୋଲି ଉଚିତ ମନେ କଲି ଏବଂ ମୁଁ ଅଙ୍ଗୁର ଆଣିଲି। ଯଦି ମୁଁ ଆମ୍ବ କିମ୍ବା ନଡ଼ିଆ ଆଣିଥାନ୍ତି, ତେବେ କଳ୍ପନା କରନ୍ତୁ ମୋର କ'ଣ ହୋଇଥାନ୍ତା। ସେଥିପାଇଁ ମୁଁ କହୁଛି ଯେ ଈଶ୍ୱର ବହୁତ ଦୟାଳୁ। ରାଜା ମାଳିଙ୍କ ଉତ୍ତର ବିଷୟରେ ଚିନ୍ତା କଲେ। ଭାବିଲେ ଯେ ସେ ଅଯଥା ଚିନ୍ତିତ ହେଉଛନ୍ତି। ଈଶ୍ୱରଙ୍କ କୃପାରୁ ସେ ପଡ଼ୋଶୀ ରାଜ୍ୟର ରାଜାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯୋଜନା ବିଷୟରେ ସମୟ ମଧ୍ୟରେ ଜାଣିପାରିଲେ। ଏହା ତାଙ୍କୁ ତାଙ୍କ ରାଜ୍ୟର ପ୍ରତିରକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ଯଥେଷ୍ଟ ସମୟ ଦେଇଥିଲା। ସେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ରାଜାଙ୍କୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ହେବା ଆରମ୍ଭ କରିଥିଲେ। ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା, ସେ ବିଜୟୀ ହୋଇ ତାଙ୍କ ରାଜ୍ୟକୁ ରକ୍ଷା କଲେ। ବନ୍ଧୁଗଣ, ଏହି ଭିଡ଼ିଓ ଆମକୁ ଶିଖାଏ ଯେ ସମୟର ଏପରି ଚକ୍ର, କେତେବେଳେ ଭଲ ସମୟ ଆସିବ, କେତେବେଳେ ଖରାପ। ଆମେ ଭଲ ସମୟରେ ଭଗବାନଙ୍କୁ ଧନ୍ୟବାଦ ଦେବାକୁ ଏବଂ ଖରାପ ସମୟରେ ଅଭିଯୋଗ କରିବାକୁ ଭୁଲିଯାଉ। ଯାହା ଆବଶ୍ୟକ ତାହା ହେଉଛି ଭଲ ସମୟ ପାଇଁ ଭଗବାନଙ୍କୁ ଧନ୍ୟବାଦ ଦେବା ଏବଂ ଖରାପ ସମୟ ପାଇଁ କୃତଜ୍ଞତା ପ୍ରକାଶ କରିବା, କାରଣ ସେ ଆମ ପାଇଁ ଏହି ପରିସ୍ଥିତି ସୃଷ୍ଟି କରିଛନ୍ତି। କେବଳ ଛୋଟ ଛୋଟ ସମସ୍ୟାର ସମ୍ମୁଖୀନ ହୋଇ ଆମେ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ସକ୍ଷମ ହୋଇଥାଉ। ତେଣୁ ଆପଣଙ୍କ ରାସ୍ତାରେ ଆସୁଥିବା ଛୋଟ ଛୋଟ ସମସ୍ୟା ଦେଖି ଭୟଭୀତ ହୁଅନ୍ତୁ ନାହିଁ, ସକାରାତ୍ମକ ରୁହନ୍ତୁ। ସମସ୍ୟାର ସମାଧାନ ବିଷୟରେ ଚିନ୍ତା କରନ୍ତୁ, ଏକ ଯୋଜନା ପ୍ରସ୍ତୁତ କରନ୍ତୁ ଏବଂ ସମାଧାନର ସାମିଲ ହୁଅନ୍ତୁ। ଖରାପ ପରିସ୍ଥିତି ଆପଣଙ୍କ ଦୃଢ଼ତାର ପରୀକ୍ଷା। ଭଗବାନ କୃଷ୍ଣ କହିଛନ୍ତି ଯେ ଜଣେ ବ୍ୟକ୍ତିକୁ ହରାଇବା ପରେ ଆପଣ ଆଗକୁ ବଢ଼ିପାରିବେ, କିନ୍ତୁ ସେମାନଙ୍କ ଦ୍ୱାରା ଛାଡ଼ି ଯାଇଥିବା ଶୂନ୍ୟସ୍ଥାନ ହଜାର ହଜାର ଲୋକ ମଧ୍ୟ ପୂରଣ କରିପାରିବେ ନାହିଁ। ଯେଉଁମାନେ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ଜାଣନ୍ତି, ସେମାନେ ସବୁବେଳେ ଗୋଟିଏ କିମ୍ବା ଅନ୍ୟ ବାହାନାରେ ଆବଶ୍ୟକ ଜିନିଷ ପାଇବେ। ଯେ ପର୍ଯ୍ୟନ୍ତ ତୁମେ ପ୍ରତିକୂଳ ପରିସ୍ଥିତି ସହିତ ଲଢ଼ିବ ନାହିଁ, ତାହା ତୁମକୁ ଅଭିଭୂତ କରିଚାଲିବ। କେବଳ ସମୟ ଉପରେ ନିର୍ଭର କର ନାହିଁ। ଯାହାଙ୍କ ପାଖରେ ଭାଗ୍ୟ ଅଛି ସେମାନେ ଖାଲି ହାତରେ ରହିପାରନ୍ତି, କିନ୍ତୁ ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନେ କେବେ ଖାଲି ହାତରେ ରହିପାରନ୍ତି ନାହିଁ। ବନ୍ଧୁଗଣ, ଯଦି ତୁମେ ଭଗବାନ କୃଷ୍ଣଙ୍କ ଏହି ବାଣୀ ପସନ୍ଦ କରିଛ, ଦୟାକରି ଏକ ମନ୍ତବ୍ୟ ଦିଅ। ଜୟ ଶ୍ରୀ ରାଧେକୃଷ୍ଣ ଲେଖନ୍ତୁ ଏବଂ ଏପରି ଅଧିକ ପ୍ରେରଣାଦାୟକ ଭିଡ଼ିଓ ଦେଖିବା ପାଇଁ ଓଡ଼ିଆ ଷ୍ଟୋରି ବାଇ ସମୀର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।